नमस्कार। पुणी थे आपण को सादर निमंत्रण रमू स्पीक्स चैनल को। आशा आपण मैंने समस्ते भलर थे। आपणकर शुभ मनसी मो छोटिया मोटिया गप टिके अनाबना गप आपण सागर गपा इच्छा प्रकाश कले। प्रथम कथा है ये मुंडे आपण जिमती भावती परिस्थितिटा सेमतिया हो जाए। आपण निजे सब बेले भावतु मुंड भितर गोटे कथा तो आपण देखिए से परिका पारिपार्श्विक परिस्थिति आपणकर तैयारी हो चली एवं प्रकृति आपण को सब बेले टेस्ट करुच्ची। जमती आम काली पर दिन कथा होते प्रारब्ध कथा। प्रारब्ध सेमती किछि आमको जना पड़ुनी किंतु तारी फल आम खाई पारुचे। मन करंतु आपण किछि पैसा आपण को मिलबार अछि, ठीक अच्छे, तो से पैसाटा जो मिलला से आपण कौन करुचंती कौन करिवे। जमती गोटे मुंडरे गोटे विचार आसुची आपण खर्चटा से प्रकार ही कर दउचंती। हुए तो से टिके एपट सेपट रही पारे किंतु विचारटा आम जमती भावुचे जे पैसा आसिले आम एति घर प्रोविजनिंग करवा, एति इलेक्ट्रिक बिल दबा, एति पेपर फोन रिचार्ज एवं केबुल वाला क्षीर वाला एमान को दबा पड़ो। तापर आपणकर अन्य आउ जहा खर्च अच्छी गाड़ीर तेल पाई किछ पैसा आपण बंचई रखिबे। एमती सब मुंडरे भावनाटा आसुची। एटा गतानुगतिक बोली आमको जना पड़ुनी किंतु तार सब कौटी केतिकी जीव सेटा डेस्टिनी फिट करके रखी। बेले बेले आपण भाविथिबे जे ई मासरे आपण सब सेटल करदेबे किंतु देखिबे ए मासरे किछि आपण खर्च करि परिबेनी, सबुठे बाकी ही जिबे। ए पैसा आपणकर अन्य कुआडे लागि जिवो, हुए तो भलरे हो बा कौनसी मंद कर्मरे हो। तो सबु जिनिस सी टेस्ट करुचे। वर्तमान भी आपण टेस्ट होचंती, वर्तमान मु भी टेस्ट होची। तेणु करी आमे मनर पवित्रता जदि तैयारी करी रखिथिबा, मनटा जदि आनंदित थिबा, तार परिधिटा सुखर लाइन आमको देखा जिवो। सेटा आमको देखा जाऊ न देखा जाऊ लोक मानकु सेटा फील हबो, आमर परिपर्श्वर सेटा आमर फील हबो। तेणु करी आमी जो भाबुचे जे आम कर्मर फल किमती हबो, क्रियामान कर्मर फल अलगा एवं प्रारब्ध कर्मर फल अलगा। आमे थरे कथा है प्रारब्ध कर्म केवल आपणकर जन्म मृत्यु शिक्षा संपत्ति एवं विवाह आपणकर पिला छुआ आपण कोठे रहिबे, आपणकर अंतिम समय को जगार आपणकर जीवन छाड़ब बा आपण महाप्राणाय नेबे, ये सब जिनस लिखाई था। एटा प्रारब्ध क्रियामान कर्म भी किछि प्रारब्ध तैयारी हुए। जिमती आम चीनी पानी करिचे टिके मीठा हो गला तो बेसी मीठा हो गला आम से टिके पानी मिसई दूचे
ତ ସେ ଟିକେ ଆମକୁ ଟେଷ୍ଟଟା ଭଲ ଲାଗିଲା ପରିକା ସରବତଟା ହେଇଯାଉଛି। ସେମିତି ଆମର ଯେଉଁ ପାଣି ଟାଙ୍କି ଅଛି ସେ ଟାଙ୍କିରେ ଏ ନୂଆ କ୍ରିୟାମାନ କର୍ମର କିଛି କର୍ମର ଫଳ ସେଥିରେ ଯାଇ ମିଶୁଛି। ସେଟା ସୁଗନ୍ଧିତ ହେଉଛି ବା ଭଲ ଟେଷ୍ଟ ହେଉଛି। ଯଦି ଆମର ମନର ପ୍ରକୃତି ଏକଦମ ବଢ଼ିଆ ଅଛି ଏବଂ ଭଲ ମନରେ ଆମେ ଭଲ କାମ କରିଛେ, ତାହେଲେ ସେଟା ଆହୁରି ସରବତଟା ସୁସ୍ୱାଦୁ ହେଇଯିବ ଏବଂ ଭଲ ବାସ୍ନା ଆସିବ। ସେଥିରେ ବଡ଼ ଆମେ ନିଜକୁ ଭାରି ଭଲ ବୋଲି ଭାବି ନେବା। କିନ୍ତୁ ଯଦି ଆମେ ସେଟା ଆମର ସୁସ୍ଥ ମାନସିକତା ନଥିବ ଏବଂ ସେଟା ଇଲ୍ ଗଟ୍ ଇଲ୍ ସ୍ପେଣ୍ଟ ପରିକା ଆମେ ଖରାପ ଦିଗରୁ ରୋଜଗାର କରିକିରି ଖରାପରେ ଲଗାଉଥିବା, ତାହେଲେ ସେ ଆମର ଯେଉଁ ସରବତଟି ଆମେ ବନେଇଛେ ବା ପିଉଛେ ବା ଆସୁଛି ସେଠି ଆଉ ବ୍ୟବହାର ଉପଯୋଗୀ ହେବନି। ଯଦି ବ୍ୟବହାର ଉପଯୋଗୀ ନହେଲା ତଥାପି ଆପଣଙ୍କୁ ପିଇବାକୁ ପଡ଼ିବ, କାରଣ ସେଟା ଫଳ। କର୍ମ ଆପଣଙ୍କୁ ତା ଫଳ ନ ଦେଇ ଛାଡ଼ିବନି। ତାର ଛୋଟିଆ ଉଦାହରଣଟେ, ଘରେ କେହି ନାହାନ୍ତି, ମନେ କରନ୍ତୁ ଆପଣ ରୋଷେଇ କରି ଖାଉଛନ୍ତି, ପିଲା ଛୁଆ ନାହାନ୍ତି, କୁଆଡ଼େ ଯାଇଛନ୍ତି, ଆପଣ ନିଜେ ରୋଷେଇ କରିଛନ୍ତି, କେଉଁଟା ପୋଡ଼ିଗଲା, କେଉଁଟା ଟିକେ ଲାଗିଗଲା ବା ଭାତ ବି ଲାଗିଯାଉ, ପ୍ରପରଲି ଆପଣ ଗାଳି ନ ପାରିଲେ ଟିକେ ପେଜୁଆ ରହିଗଲା ଭାତ, ତରକାରୀ ସୁନ୍ଦର ହେଇନି, ଠିକ୍ ଅଛି, କିନ୍ତୁ ଆପଣଙ୍କୁ ଆତ୍ମତୃପ୍ତି ଦେଉଛି, ଆପଣ ତାକୁ ଖାଇ ନେଉଛନ୍ତି। ସେମିତି କର୍ମଫଳ ଆପଣଙ୍କୁ ସେଇ ଯେଉଁ ଆପଣଙ୍କର ସୁସ୍ଥ ମାନସିକତା ଭିତରେ ଯେଉଁ ଜିନିଷଟା ଭାବି ଆପଣ କରିଛନ୍ତି ତାକୁ ହିଁ ସିଏ ଆପଣଙ୍କୁ ପରଷି ଦେଉଛି ଏବଂ ଆପଣ ଖାଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ପ୍ରିୟ ବନ୍ଧୁଗଣ, ସୁନ୍ଦର ମନଟିଏ ତିଆରି କରନ୍ତୁ, ବିଶ୍ୱାସ ନିଜ ଉପରେ ରଖନ୍ତୁ। ଆପଣ ନିଶ୍ଚିତ ଭାବରେ ସମୟକୁ ନିଜ ସହିତ ଚଳାଇ ପାରିବେ। ମନକୁ ଖୋଲା ରଖନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ସୁବିଚାର ରଖନ୍ତୁ ଏବଂ ଏଇଠି ପ୍ରଥମେ ଆପଣ ଜିଅନ୍ତୁ। ଆଜି କ'ଣ କରିବେ, କ'ଣ ନ କରିବେ, ଏକୁ ସବୁ ଏଠି ଫିଟ୍ କରନ୍ତୁ ଏବଂ ସେମିତି ବୋଲି ଭାବି ନିଅନ୍ତୁ। ସେମିତି ଆପଣ ଚଳୁଛନ୍ତି ବୋଲି ଚିନ୍ତା କରନ୍ତୁ। ଦେଖିବେ ପ୍ରକୃତି ଆପଣଙ୍କୁ ଆହୁରି ବଢ଼ିଆ ସହଯୋଗ କରିବ। ଆପଣ ଧୀରେ ଧୀରେ ଏଇ ପ୍ରକାର ଚଳଣି ସହିତ ଅଭ୍ୟସ୍ତ ହେଇଯିବେ। ତେଣୁକରି ଆମେ ସମସ୍ତେ ଉନ୍ନତ ବିଚାରଶୀଳ ହେବା ଉଚିତ, ଭଲ ଭାବିବା ଉଚିତ, ଭଲ କର୍ମ କରିବା ଉଚିତ ଏବଂ ଏ ଯେଉଁ ନିଶ୍ୱାସରେ ବି ଆମେ ଚିନ୍ତା କରିବା କଥା ସମସ୍ତଙ୍କର ମଙ୍ଗଳ ହେଉ। ଯଦି ସମସ୍ତଙ୍କର ମଙ୍ଗଳ ହେଲା, ମୋର ବି ମଙ୍ଗଳ ହେବ ନା ନାହିଁ? ମୋର ବି ମଙ୍ଗଳ ହେବ ଏବଂ ମୁଁ ନିଜେ ଉପକୃତ ବି ହେବି। ସେଟା ହେଲା ସାମୂହିକ ଭାବ କଥା। ଯଦି ଆମେ ଆହୁରି ତଳକୁ ପଳେଇବା, ସେ ପ୍ରକାର ବିଚାର ଆମର ଆସୁନି, କମ୍ ସେ କମ୍ ଆମେ ଭାବିବା ଯେ ମୁଁ ଆଜି ସମସ୍ତଙ୍କ ସହିତ ଭଲ ବିହେଭିଅର୍ କରିବି, ମୁଁ ଆଜି ନୀତିପୂର୍ଣ୍ଣ ଭାବରେ ଚଳିବି, ମୁଁ କୌଣସି ଅସତ୍ କର୍ମ କରିବି ନାହିଁ। ଏଇଟା ରିଜଲ୍ୟୁସନ୍ ଟାଇପ୍ର ହେଉଛି, କିନ୍ତୁ ତଥାପି ଥରେ ଦୁଇଥର ଆପଣ ଜିଇଁକିରି ଦେଖନ୍ତୁ ନା, ଦେଖିବେ ଆପଣଙ୍କୁ ମଜା ଆସିଯିବ। ସକାଳର ସମ୍ବାଦ ଆପଣଙ୍କ ପାଇଁ ଏଇଆ ଯେ ମନକୁ ଭଲ ରଖ, ବିଶ୍ୱାସର ସହିତ ମସ୍ତିଷ୍କକୁ ଚଳିବା ପାଇଁ ନିର୍ଦ୍ଦେଶ ଦିଅ ଏବଂ ଆଜିର ଦିନଟି ଆପଣଙ୍କର ମଙ୍ଗଳମୟ ହେଉ। ଏଇ ଆଶା କରି ମୁଁ ଆପଣଙ୍କଠୁ ବର୍ତ୍ତମାନ ପାଇଁ ବିଦାୟ ନେଉଛି। ରମୁ ପଟ୍ଟନାୟକ। ଇଚ୍ଛା ଟିକେ ସବସ୍କ୍ରାଇବ୍ କରିଦେବେ, ବେଲ୍ ଦବାଇ ଦେବେ, ଲାଇକ୍ ଡିସଲାଇକ୍ କରିବେ, କମେଣ୍ଟ ଦେବାର ଅଧିକାର ଆପଣଙ୍କର ରହିଛି।